ॐ नमो भगवते वासुदेवाय। त्रयोदशोऽध्याय। श्रीशुक उवाच। एमन्ते मैत्रेय वचन शुणिबि दुरदशमन कृष्णचरितरस भरि शुणिबो लई पाद धरि। विदुरोवाच। शेषयां भुव ब्रह्मसुत संहार प्रिय प्रियव्रत प्रत्यक्षे ब्रह्मार शरीर जेषयां भुवनुपवर शेषत्य रूपी पत्नी तार स्वभावे ब्रह्मार शरीर निर्मित नर नारी कल्पे विष्णुआ देशे मोहकल्पे मिथुन भावे से रहिले केमन्ते सृष्टि भिआइले से राज ऋषिंक चरित कहि संतोष करचित ए कृष्ण कथा पुण्यजस श्रवणे चित्त कलास। मैत्रेय उवाच। ब्रह्मार देहरु संभव पत्नीर तुले स्वयंभुव कर अंजलि शिरे देई कहई ब्रह्मा मुख चाहि तु सर्व जन्तुंकर पिता जन्म संपद वृत्ति दाता आम्भे तो हर भृत्य गणे जेमन्ते खटु तो चरणे से आज्ञा दिय वेदवर तोर चरणे नमस्कार जे कर्म साधि एके एके सर्जई इह परलोके लभन्ति प्राणी आत्मा सुखे से आज्ञा कहतात मुखे। ब्रह्मा उवाच। एमन्ते पुत्रर वचने ब्रह्मा कहन्ति तोष मने शुणकु मोर साधु धीर तुए संसारे नृपवर निर्मल हृदय तु पचारु जेह्ने संपादि शिष्य गुरु पितार आज्ञा शिरे धरि सुदूरे सर्व परिहरि सन्तति करि आत्मा सुखे शोक न करे मन दुखे धर्म पालन ताकु कहि विष्णुଙ୍କୁ पूजे यज्ञ बाहि प्रजार क्षण धर्म कले विष्णु संतोष हन्ति भले जे यज्ञ लिंग जनार्दन ଯାହାକୁ ହୁଏ ସୁପ୍ରସନ୍ନ ଆଶ୍ରମେ ତାରେ କାର୍ଯ୍ୟ ଭଲେ ବ୍ରହ୍ମା ସମ୍ପାଦେ ଆତ୍ମା ତୁଲେ। ମନୁରୁବାଚ। ଭୋନାଥ ତୋହର ଆଦେଶେ ସୃଷ୍ଟି କରିବି ମୁଁ ବିଶ୍ୱାସେ ମୁଁ ସୃଷ୍ଟି ସରଜିବି କାହିଁ ଏ ଜଳେ ଧରଣୀ ତ ନାହିଁ ତାର ଉଦ୍ଧାରେ କର ଜନ୍ମ ସୃଷ୍ଟି ଆଗମେ ବେଦ କର୍ମ ମହାପ୍ରଳୟ ଜଳ ରାଶି ପବନ ସଙ୍ଗେ ମୋହିଗ୍ରାସୀ ପୃଥିବୀ ନିବେଶିଲେ ଜଳେ ପ୍ରଜା କଳ୍ପିବି ଯୋଗ ବଳେ ଦେବତା ସୁର ପିତୃ ନର ପଶୁ ପତଙ୍ଗ ମହାଧୀର ପର୍ଣ୍ଣଙ୍ଗ ଆଦି ଉଚ୍ଚ ନିଚେ ଧରଣୀ ସ୍ଥାପିବି ଏ ମଞ୍ଚେ ଏବେ ତ ଜଳେ ପୂର୍ଣ୍ଣମହି ଏମନ୍ତ ମନେ ବିଚାରଇ। ମୈତ୍ରେୟ ଉବାଚ। ଜଳେ ନ ଦେଖିବ ସୁନ୍ଦରୀ ବିଧାତା ମନେ ଧ୍ୟାନ କରି ମହି ବୁଡ଼ିଲା ମହାଜଳେ କେମନ୍ତେ ଉଦ୍ଧରିବି ବଳେ ଯାର ଆଦେଶେ ଅବତରି ମୁଁ ଏ ସଂସାରେ ଅଧିକାରୀ ସେ ହରି ଯେବେ ଦୟା କରେ ଧରଣୀ ଆପଣେ ଉଦ୍ଧରେ ନୋହିଲେ ମୋର ଶକ୍ତି ନାହିଁ ଏମନ୍ତେ ବିଷ୍ଣୁ ପାଦେ ଧ୍ୟାଇ ବ୍ରହ୍ମା ରହିଲା ସ୍ତମ୍ଭୀଭୂତେ ଶୁଣ ବିଦୁର ଏକଚିତେ ତକ୍ଷଣେ ପ୍ରଭୁ ନରହରି ବାଳଶୂକର ରୂପ ଧରି ଅଙ୍ଗୁଷ୍ଠି ପ୍ରମାଣ ଶରୀରେ ଜନ୍ମିଲେ ବ୍ରହ୍ମା ନାସା ଦ୍ୱାରେ ପୁଣି କ୍ଷଣକେ ଗଜ ପ୍ରାୟେ ଅଦ୍ଭୁତେ ବଢ଼େ ଦେବରାଏ
ମରିଚି ଆଦି ମୁନି ଯେତେ ସନନ୍ତ କୁମାର ସହିତେ ଅଦ୍ଭୁତ ବରାହ ଶରୀର କ୍ଷଣ କ୍ଷଣକେ ଅଗୋଚର ଅଙ୍ଗୁଷ୍ଠି ପ୍ରାୟ ଜନ୍ମ କରେ ପର୍ବତ ସଂଖ୍ୟାରେ ବଢ଼ଇ ଅଙ୍ଗୁଷ୍ଠି ପ୍ରାୟ ଜନ୍ମ ହୋଇ ପର୍ବତ ସଂଖ୍ୟାରେ ବଢ଼ଇ ଋଷିଙ୍କୁ ଚାହିଁ ବେଦବର କହିଲା ଦେଖି ତା ଶରୀର ଶୁଣ ସକଳ ମୁନି ଜନେ ଏ ରୂପେ ଦେଖି ମୋହର ମନେ ଏମନ୍ତେ ପୁତ୍ରଗଣ ଘେନି ବିଚାର କଲେ ପଦ୍ମଯୋନି ଅବା ଅନାଦି ଭଗବାନ ଅଦ୍ଭୁତେ ଦେଖ ମୋର ମନ ଏ ବାକ୍ୟ ଶୁଣି ବେଦବର ଗର୍ଜିଲେ ଗଜେନ୍ଦ୍ର ଆକାର ବ୍ରହ୍ମାଙ୍କୁ ଋଷିଙ୍କ ସମେତେ ତଟସ୍ଥ କଲେ ସର୍ବଚିତେ ଦିଗ ପୁରିଲା ସ୍ୱର୍ଗ ଜିତେ ଅଦ୍ଭୁତ ଶରୀର ସହିତେ ସେ ମାୟାମୟ ରୂପ ହରି ଛଳେ ଶୂକର ରୂପ ଧରି ଦେଖି ଚକିତ ମୁନି ଜନେ ସୁଖଦେ ବିଚାରନ୍ତି ମନେ ଜନ ତପସ୍ୱୀ ଅନ୍ୟବାସୀ ମିଳି ସକଳ ବ୍ରହ୍ମ ଋଷି ସ୍ତୁତି କରନ୍ତି ମନ ତୋଷେ ଧରଣୀ ଉଦ୍ଧାରିବା ଆସେ ତାହାର ଗୁଣ ଅନୁବାଦେ କ୍ଷମ ନୁହନ୍ତି ଚାରି ବେଦେ ଯାରୂପ ମନ ଜ୍ଞାନେ ଚିନ୍ତି ଅଶେଷ ଶାସ୍ତ୍ରେ ନ ଜାଣନ୍ତି ମୁନିକୁ ସ୍ତୁତି ବାକ୍ୟ ଶୁଣି ତକ୍ଷଣେ ପ୍ରଭୁ ଚକ୍ରପାଣି ଦେବଙ୍କ ହିତ ଅର୍ଥେ ହରି ପୁଣି ଶୂକର ରୂପ ଧରି ଗଜେନ୍ଦ୍ର ଲୀଳା କରି ହେଳେ ବିଷ୍ଣୁ ପଶିଲେ ମହାଜଳେ ଖୁର ଲାଙ୍ଗୁଳ ମୁଖ ତାଡ଼ି ଶବଦ କଲେ ଘଡ଼ ଘଡ଼ି ବରାହ ଦେହ ବଳ କୋଣେ ଶୂନ୍ୟେ ଚିନ୍ତିଲେ ଦେବଗଣେ ସ୍ୱର୍ଗ ବିଧୌତ ଜଳ ଲାଗି ଧ୍ୱଜେ ହୋଇଲେ ସୌଭାଗୀ ତକ୍ଷଣେ କ୍ଷୀର କ୍ଷିପ୍ତ ଜଳେ ସମୁଦ୍ର ଉଛୁଳେ ଓଲଳେ ପର୍ବତ ପ୍ରାୟ ଦେହ କାନ୍ତି ଜ୍ୟୋତିଷ ମୁହେ ଝଟକନ୍ତି ମହି ଖୋଜନ୍ତେ ପ୍ରାଣ ବସେ ଧରଣୀ ଉଦ୍ଧାରିବା ଆସେ କରାଳ ଧ୍ୱଂଷ୍ଟ ଦନ୍ତ ପାଟି ଊର୍ଦ୍ଧ୍ୱେ ଚାହାନ୍ତି ଘୋର ଦୃଷ୍ଟି ଅଙ୍ଗ ନିର୍ଘାତ ବ୍ରଜନ ପ୍ରାୟେ ଦେଖି ଜଳଧି ଗଲା ଭୟେ ଉଲ୍ଲୋଳ କର ଉଚ୍ଚ କରି ଡାକଇ ରଖ ଦଇତାରି ହେ ଯୋଗେଶ୍ୱର ତ୍ରାହି କର ମୁଁ ତୁମ୍ଭ ଚରଣେ କିଙ୍କର ସମୁଦ୍ର ମୁଖରାବ ଗୋଳେ ହରି ପଶିଲେ ରସା ତଳେ ଜଳେ ନିମଗ୍ନ ବସୁନ୍ଧରି ତକ୍ଷଣେ ଦନ୍ତାଗ୍ରେ ଉଧରି ଜଳୁଆ ସନ୍ତେ ଊର୍ଦ୍ଧ୍ୱ ମୁଖେ ଅସୁର ମିଳିଲା ପ୍ରତ୍ୟକ୍ଷେ ଆଦି ଅସୁର ସେ ପ୍ରତ୍ୟକ୍ଷ ନାମ ତାହାର ହିରଣାକ୍ଷ ଗଦା ବୁଲାଇ ଅତିରେକେ ମିଳିଲା ଯଜ୍ଞନାଥ ପାଶେ ମତ ମାତଙ୍ଗ ଯେହ୍ନେ ମହି କର୍କଶ ଦନ୍ତେ ବିଦାରଇ ତମାଳ ନୀଳ ବର୍ଣ୍ଣ ଦେହି ଶୁଭ୍ର ତୀକ୍ଷ୍ଣ ଦନ୍ତ ଦୁଇ ଦନ୍ତର ଅଗ୍ରେ ମୋହି ରହେ ଚନ୍ଦ୍ରେ କଳଙ୍କ ଯେହ୍ନେ ଶୋହେ ଏମନ୍ତ ରୂପ ଦେଖି ବେଗେ ବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ ସଙ୍ଗତେ ମୁନି ଗଣ ଘେନି ସ୍ତୁତି କରଇ ପଦ୍ମଯୋନି ବ୍ରହ୍ମା ଉବାଚ ହେ ଯଜ୍ଞ ରୂପୀ ଜନାର୍ଦ୍ଦନ ତୋର ବିହାର ତ୍ରିଭୁବନ ଯଜ୍ଞ ମୂରତି ନିଜ ପିଣ୍ଡେ ଯେ ଯଜ୍ଞ ଧର୍ମ କର୍ମ କାଣ୍ଡେ
ତୋର ଶରୀର ଲୋମକୂପେ ସମୁଦ୍ର ଲୁଚିଲା ସ୍ୱରୂପେ। ନମୋ ଗୋବିନ୍ଦ ମହୀଧର ଅଶେଷ ମହିମା ସାଗର। ସେ କାଳ ରୂପୀ ତୋ ଚରଣ ନିର୍ଭୟେ ପଶିଲୁ ଶରଣ। ଯଜ୍ଞାଦି ଆତ୍ମା ତୋ ଶରୀର ଦୁଷ୍କୃତ ଜଳେ ଅଗୋଚର। ତୋ ଦେହ ଚର୍ମେ ବେଦ ବସେ ଅନଳ ଲୋମକୂପ ବସେ। ଘୃତ ଆହୁତି ନେତ୍ର ଯୁଗେ ଚତୁର ହୋତ୍ର ପାଦ ଭାଗେ। ଏ ଶ୍ରୁତବନ୍ତ ତୋର ତୁଣ୍ଡ ସ୍ୱରେ ନିର୍ମିତ ନାସାଖଣ୍ଡ। ଓଁକାର ଉଦରାନୁକୋନ୍ଧେ ଚମସା ରହେ କର୍ଣ୍ଣରନ୍ଧ୍ରେ। ଶଶୀ ଯେ ରହେ ତେଜ ଆସେ ଗ୍ରହେ ବସନ୍ତି ତୋର ପାଶେ। ଶ୍ରବଣେ ଅଗ୍ନିହୋତ୍ର ରହେ ଦୀକ୍ଷାରେ ବେନି ଘଟି ବହେ। ଦନ୍ତେ ବସନ୍ତି ଉଦୟିନୀ ମସ୍ତକେ ଯଜ୍ଞ ଭାବ ଘେନି। ପ୍ରାଣେ ବସଇ ଚନ୍ଦ୍ରଗଣ ସମୁଦ୍ରେ ରହେ ଆବରଣ। ପବନ ବସେ ପଞ୍ଚଭୂତେ ସତ୍ତ୍ୱ ଶରୀର ସନ୍ଧି ଗନ୍ଧେ। ମନ୍ତ୍ର ଦେବତା ରୂପେ ତୁହି ତୁ ଦେବ ପ୍ରିୟା ଆତ୍ମା ଦେହି। ବୈରାଗ୍ୟ ଭକ୍ତି ଆତ୍ମା ଜାତ ତୁ ନାଥ ଯୋଗେଶ୍ୱର କାନ୍ତ। ତୁ ବିଦ୍ୟା ଗୁରୁ ଜ୍ଞାନ ଦାତା ଜୀବଧାରଣେ ପିତା ମାତା। ତୋ ଦନ୍ତ ଅଗ୍ରେ ବସୁନ୍ଧରୀ ବିରାଳେ ବିରାଜେ ନିଜ ରୂପ ଧରି। ତୋ ଦନ୍ତ ଅଗ୍ରେ ବସୁନ୍ଧରୀ ବିରାଜେ ନିଜ ରୂପ ଧରି। କିଏ ବା ଦେବା ପଟାନ୍ତର ଜଳେ ଯେ ଶନେ କରିବର। ପଦ୍ମ ବସନ୍ତ ଅବଗାହେ ତୋ ଦନ୍ତ ଅଗ୍ରେ ଯେହ୍ନେ ଶୋହେ। ଏ ଯେ ଶୂକର ତୋର ଦେହ ଅଶେଷ ଯଜ୍ଞ ବେଦମୟ। ଦନ୍ତେ ଧରଣୀ କରେ ଶୋଭା କି ବା ଉପମା ଆମ୍ଭେ ଦେବା। ପର୍ବତ ଶୃଙ୍ଗେ ଜଳଧର ଯେମନ୍ତେ ଦିଶଇ ସୁନ୍ଦର। ଏବେ ଧରଣୀ ତାପ ଜଳେ ଭୋ ନାଥ ତୋର ମାୟା ବଳେ। ଏ ଭୂମି କୋଶ ଲୋକ ଦାତା ତୁ ନାଥ ଜୀବଲୋକ ପିତା। ତୋ ବିନୁ ଅନ୍ୟ କେ ବା ଜଳେ ମହି ଉଦ୍ଧାରେ ମହାବଳେ। ଏଣୁ ବିଷୟ ଆର କାହିଁ ତୁ ଯେ ଈଶ୍ୱର ବିଶ୍ୱଦେହି। ଜଳେ ପଶନ୍ତେ ତୋ ଶରୀର ଜଳଧି ଦିଶେ ଭୟଙ୍କର। ତୋ ଲୁମ ଅଗ୍ରେ ଜଳରାଶି ଧ୍ୱନି ତୋ ଗଗନ ପ୍ରକାଶି। ଜଳେ ତପସ୍ୟା ତୋ ଭୁବନେ ବରାହ ରୂପୀ ଦୋଷ ମନେ। ତୋ ନାମ ଜଳେ କରି ସ୍ନାନ ଆନନ୍ଦେ କରି ତୋ ସମନ। ପବିତ୍ର କଲୁ ପିଣ୍ଡ ପ୍ରାଣ ତୋର ଚରଣେ ଭଗବାନ। ତୋ ଗୁଣ ମାୟା ଯୋଗ ବଳେ ଆମ୍ଭେ ମୋହିତ ଏସ ଜଳେ। ସ୍ଥାନେ ନ ପାରୁ ଆମ୍ଭେ ରହି ଆମ୍ଭକୁ କର ତ୍ରାହି ତ୍ରାହି। ମୈତ୍ରେୟ ଉବାଚ ବ୍ରହ୍ମାଦି ମୁନିଙ୍କ ବଚନେ ବରାହ ରୂପୀ ଦୋଷ ମନେ। ଜଳେ ବସାଇ ବସୁନ୍ଧରୀ ଅଦୃଶ୍ୟ ହୋଇଲେ ମୁରାରୀ। ସେ ହରି ବିଚିତ୍ର ଚରିତେ ବିଦୁର ଶୁଣ ଏକ ଚିତେ। ସଂସାରୁ ତରିବ ଯେମନ୍ତେ ସୁଜନେ ଶୁଣ ତୋଷ ଚିତେ। ଯାର ପ୍ରସନେ ମାୟା ଘୋର ନଳିନୀ ଦଳେ ଯେହ୍ନେ ନୀର। ନ ଲାଗେ ସେ ନୈର ସିଞ୍ଚନ୍ତେ ବିଷ୍ଣୁ ପ୍ରବେଶ ଅନ୍ତର୍ଗତେ। କର୍ଣ୍ଣେ ପଶନ୍ତେ ହରି ବାଣୀ
सुधा सदृश्य परिमाणी आनंदे कर सुधा पान जेणे हि बहत ज्ञान तृतीय स्कंधे भागवत अद्भुत गोविंद चरित एणे निवेशी बुद्धिजित कहिला दास जगन्नाथ ए अधा पृथ्वी चरित सुजन जनकर हित इति श्रीमद्भागवते महापुराणे पारमहंस्य संहितायां 82 तृतीय स्कंदे पृथ्वी वर्णने नाम त्रयोदशोऽध्याय। ओम नमो भगवते वासुदेवाय।